ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌରପାଲି ଫାଣ୍ଡି ଅନ୍ତର୍ଗତ NH 53 ନମ୍ବର ବରକୁଡ଼େସରା କୋଦେଲପାଲ ଛକ ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଣ୍ଟେନର ଏବଂ ଆଇରନ୍ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଦୁହିଁଙ୍କ ଗାଡ଼ିରେ ନିଆଁ ଲାଗି ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ। ଜଣେ ଗୁରୁତର ଆହତକୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ଦୁଇ ବିପରୀତ ଦିଗରୁ ମୁହାଁମୁହିଁ ଧକ୍କା ପରେ ଦୁଇ ଟ୍ରକ୍ରେ ନିଆଁ ଲାଗିଥିଲା ଏବଂ ଦୁଇ ଗାଡ଼ିର ଡ୍ରାଇଭର ଷ୍ଟେରିଂରେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ପରେ ନିଆଁ ଲାଗିବା କାରଣରୁ ଦୁହେଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ କଣ୍ଟେନରର ଜଣେ ଖଲାସି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଟ୍ରକ୍ରୁ ଡେଇଁ ପଡ଼ିଥିଲେ। ପରେ ଅଞ୍ଚଳର ଜନସାଧାରଣ ତାକୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌରପାଲି ଫାଣ୍ଡି ଅନ୍ତର୍ଗତ NH 53 ନମ୍ବର ବରକୁଡ଼େସରା କୋଦେଲପାଲ ଛକ ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଣ୍ଟେନର ଏବଂ ଆଇରନ୍ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଦୁହିଁଙ୍କ ଗାଡ଼ିରେ ନିଆଁ ଲାଗି ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ। ଜଣେ ଗୁରୁତର ଆହତକୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ଦୁଇ ବିପରୀତ ଦିଗରୁ ମୁହାଁମୁହିଁ ଧକ୍କା ପରେ ଦୁଇ ଟ୍ରକ୍ରେ ନିଆଁ ଲାଗିଥିଲା ଏବଂ ଦୁଇ ଗାଡ଼ିର ଡ୍ରାଇଭର ଷ୍ଟେରିଂରେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ପରେ ନିଆଁ ଲାଗିବା କାରଣରୁ ଦୁହେଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ କଣ୍ଟେନରର ଜଣେ ଖଲାସି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଟ୍ରକ୍ରୁ ଡେଇଁ ପଡ଼ିଥିଲେ। ପରେ ଅଞ୍ଚଳର ଜନସାଧାରଣ ତାକୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ।